ଆମେ ଯୋଉ ଡଙ୍ଗା ଭସା ଉତ୍ସବଟା କାଲି ପାଳନ କଲେ, ଏଇଟା ଆମ ବର୍ତ୍ତମାନର ସମାଜ ପାଇଁ କେତେ ଦୂର ଗ୍ରହଣୀୟ ସେଇଟା ଆମେ ଆଜି ଡିସ୍କସନ କରିବା। ଆମେ ତ ଡଙ୍ଗା ବସି ପଳେଇ ଆସିଲୁ ସକାଳୁ ସକାଳୁ ଭୋର ଉଠି, ଭୋର 4ଟାରୁ କିଏ କଦଳୀ ଡଙ୍ଗା, କିଏ ସୋଲରେ ତିଆରି ଡଙ୍ଗା ଆଣି ନଦୀ, ନାଳ, ପୋଖରୀ ଇତ୍ୟାଦିରେ ବସେଇ ଡଙ୍ଗା ଭସା ଉତ୍ସବ ପାଳନ କରି ଆସିଲୁ। ତା ପରର ସ୍ଥିତି, ସେଇ ଯୋଉ ନଦୀ, ନାଳ ଆଉ ପୋଖରୀର ସ୍ଥିତି ଆପଣମାନେ ଦେଖିଛନ୍ତି ତ? ମୁଁ ଟିକେ ଦେଖେଇ ଦଉଛି, ଦେଖନ୍ତୁ। ସ୍ଥିତି ଏଇଆ। ଆପଣ ଥରେ ବିଚାର କରନ୍ତୁ, ଆଗରୁ ଯୋଉ ଗଭର୍ଣ୍ଣମେଣ୍ଟ ସଫା କରିକି ଯୋଉ ପୋଖରୀ, ନଦୀ, ନାଳ ଯେମିତି ଦେଖାଯାଉଥିଲା, ସେଇଟା ଭଲ ଥିଲା ନା ଏଇଟା ଆମକୁ ଭଲ ଲାଗୁଛି? ନିଶ୍ଚୟ ଆପଣ ମାନେ କହିବେ ଯେ ଆଗରୁ ଭଲ ଥିଲା, ଏବେ ଅପରିଷ୍କାର ହେଇଗଲା। ଠିକ ଅଛି, ଆକୁ ଇଏ ଅପରିଷ୍କାର ହେଇଗଲା, ଆକୁ ପବ୍ଲିକ ଅପରିଷ୍କାର କଲା। ଏ ପରମ୍ପରା ନାଁରେ ଆମର ଯୋଉ ନୌ ବାଣିଜ୍ୟ ପରମ୍ପରା ଡଙ୍ଗା ଭସା ଅଛି, ସେଥିରେ କିଛି ଆଧ୍ୟାତ୍ମିକତା କିଛି ଯୋଡା ନାହିଁ। ଏଇଟା ଗୋଟେ ପରମ୍ପରା। ନୌ ବାଣିଜ୍ୟ ପରମ୍ପରାକୁ ମନେ ପକେଇବା ପାଇଁ ଆମେ ନୌ ବାଣିଜ୍ୟ ଉତ୍ସବ, ଡଙ୍ଗା ଭସା ଉତ୍ସବ ପାଳନ କରୁଛୁ। କିନ୍ତୁ ଆଜିର ପରିବେଶ ବହୁତ ଖରାପ ଆଡକୁ ଗତି କଲାଣି। ପୃଥିବୀ ପୃଷ୍ଠରେ ମଣିଷର ସ୍ଥିତି ଆଜି ଏକ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ମଣିଷ କେମିତି ପୃଥିବୀ ପୃଷ୍ଠରେ ତିଷ୍ଠି ରହିବ? ଏଇ ଯୋଉ ପରିବେଶ ପ୍ରଦୂଷଣ, ମାଟି ପ୍ରଦୂଷଣ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଆ ଯୋଗୁ ମଣିଷ ଆଜି ବଞ୍ଚିବାକୁ ତ୍ରାହି ତ୍ରାହି ଡାକୁଛି। ତେବେ ଏଇଟା ଗୋଟେ କଣ ହେଲା, ଆମେ ଯୋଉ ପରମ୍ପରା ନାଁରେ ଏଇଟା କଲୁ, ସେଥିରେ ଜଳ ପ୍ରଦୂଷଣ ହେଲା। ଆପଣ ଯୋଉ ମାଛ ଛାଡୁଛନ୍ତି ସେ ପୋଖରୀରେ, ଯୋଉ ଡଙ୍ଗା ବସେଇ ନେଇ ଆସିଲେ, ସେ ତା ଦେହରେ ସଢିବ। ଯାହା ଫଳରେ ଯୋଉ ମାଛ ଫାଛ ସବୁ ଛାଡୁଛ, ଜଳଚର ଜୀବ ଅଛନ୍ତି, ସେମାନେ ରୋଗଗ୍ରସ୍ତ ହେବେ। ଯୋଉ ଗାଈ ଗୋରୁ ସବୁ ପାଣି ପିଉଛନ୍ତି ନାଳରୁ, ନଦୀରୁ, ପୋଖରୀରୁ, ସେମାନେ ରୋଗଗ୍ରସ୍ତ ହେଇ ପଡିବେ। ଯୋଉମାନେ ପୋଖରୀ ୟୁଜ କରୁଛନ୍ତି, ଗାଧଉଛନ୍ତି, ନଦୀ ନାଳରେ ଗାଧଉଛନ୍ତି, ସେ ଲୋକମାନେ ବି ରୋଗଗ୍ରସ୍ତ ହେବେ ଯଦି ସେ ପାଣିର ସଂସ୍ପର୍ଶରେ ଆସନ୍ତି। ତେଣୁ ଗୋଟେ ପରମ୍ପରାକୁ ପାଳନ କରିବା ପାଇଁ, ଯଦି ଆମେ ବଞ୍ଚିବା ବଢିବାରେ ଇଏ ବାଧକ ସାଜୁଛି ଗୋଟେ ପରମ୍ପରା, ତାକୁ ଆମେ ସଜାଡିବା ଦରକାର। ମୁଁ କହୁନି ଯେ ଆମକୁ ଏ ପରମ୍ପରା ବନ୍ଦ କରିଦେବା ଦରକାର। ଆମର ଏଇଟା ଐତିହାସିକ ପରମ୍ପରା, ଯୋଉ ଆମେ ଓଡିଶାର ଐତିହାସିକ ନୌ ବାଣିଜ୍ୟ ପରମ୍ପରା ଥିଲା, ତାକୁ ମନେ ପକେଇବା ପାଇଁ ଯୋଉ ବଣିକ ପୁଅ ମାନେ ଯାଉଥିଲେ ଅଲଗା ଦେଶକୁ, ସବୁ ଜାଭା, ସୁମାତ୍ରା, ବର୍ଣ୍ଣିଓ, ମାଲି, ଏଠି ସବୁ ଯାଉଥିଲେ କଣ, ନୌ ବାଣିଜ୍ୟ କରିବା ପାଇଁ। ସେ ଏଇ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳୁ ସେମାନେ ବୋଇତ ନେଇ ଯାଉଥିଲେ ସମୁଦ୍ର ପଥରେ, ଜଳ ପଥରେ ନୌ ବାଣିଜ୍ୟ କରିବାକୁ। ସେଇ ଜିନିଷଟାକୁ ମନେ ପକେଇବା ପାଇଁ ଆମେ ନୌ ବାଣିଜ୍ୟ ପରମ୍ପରା ବା ଡଙ୍ଗା ଭସା ଉତ୍ସବ ପାଳନ କରୁ। ମୁଁ କହିବା କଥା, ଏଇ ଉତ୍ସବଟା କଣ ଏମିତି ପାଳନ କରି ହବନି ଯେ ଏକାଧାରାରେ ନୌ ବାଣିଜ୍ୟ ପରମ୍ପରା ଉତ୍ସବଟା ପାଳନ ହବ, ପ୍ଲସ ଆମର ନଦୀ, ନାଳ, ପୋଖରୀ ଆଉ ଯେମିତି ଅପରିଷ୍କାର ରହିବନି, ଏପରି ସଫାସୁତୁରା ରହିବ। କଣ ଏମିତି ହେଇପାରିବନି? ତେଣୁ ଆମକୁ ସବୁ ଜିନିଷ ଯୋଉଟା ଆଗ କାଳରୁ ହେଇ ଆସୁଛି, ଯୋଉ ପରମ୍ପରା, ଯୋଉ ପର୍ବପର୍ବାଣି ଆମେ ପାଳନ କରୁଛୁ, ତାକୁ ସବୁ ସଜାଡିବାକୁ ପଡିବ, ରେକ୍ଟିଫାଏ କରିବାକୁ ପଡିବ। କାରଣ ଯୁଗକୁ ଯୁଗ ମଣିଷର ରିକ୍ୱାରମେଣ୍ଟ ଅଲଗା ଥାଏ। ମଣିଷ ନିଜର ଚଳଣି ମୁତାବକ ତାର ପରମ୍ପରାକୁ ପରିବର୍ତ୍ତନ କରିବାକୁ ପଡିବ ନିଜର ମଙ୍ଗଳ ପାଇଁ। ଆଗରୁ ନଦୀ ନାଳ ସବୁ କଣ ପ୍ରବାହିତ ହଉଥିଲା, ତେଣୁ ସେ ପରିଷ୍କାର ରହୁଥିଲା। ଏବେ ନଦୀ ନାଳ ଏତେ ପ୍ରବାହିତ ହଉନି, ଗୋଟେ ଜାଗାରେ ସବୁ ଜଳ ଏମିତି ଗଦା ହେଇ ରହୁଛି। ଆମେ ଯଦି ତାକୁ ଏମିତି ଡଙ୍ଗା ଫଙ୍ଗା ବସେଇକି ତାକୁ ନଷ୍ଟ କରିବା, ସେ ପରିବେଶ କଣ ହବ? ସେ ତ ମଣିଷ ଉପଯୋଗୀ ରହିବନି, ପଶୁଙ୍କ ଉପଯୋଗୀ ରହିବନି। ତେବେ ମୋ କହିବା କଥା, ଯେମିତି ଗୋଟେ ଉତ୍ସବ ପାଳନ ହବ, ଗୋଟେ ନଦୀରେ ମନେକର ଆମେ ଗୋଟେ ଗ୍ରାମର ଲୋକମାନେ ନୌ ବାଣିଜ୍ୟ ଉତ୍ସବ ପାଳନ କରିବେ, ଆପଣ ଗୋଟେ ଏମିତି କରିପାରିବେ ଯେ ଗୋଟେ ବଡ ଡଙ୍ଗା, ଗୋଟେ ବୋଇତ ତିଆରି କରିବେ ଗାଁ ଲୋକ ମିଶିକିରି। ସେଠି ତାକୁ ସେଇଦିନ ସକାଳୁ, ଡଙ୍ଗା ଭସା ଉତ୍ସବ ସକାଳୁ ବୋଇତ ନଦୀରେ ଭସା ହବ। ଗାଁର ଝିଅ ବୋହୂ ମାନେ ତାକୁ ବନ୍ଦାପନା କରିବେ, ଯେମିତି ଆମର ବଣିକ ପୁଅ ମାନଙ୍କୁ ବନ୍ଦାପନା କରାହଉଥିଲା ସେମାନେ ଯିବା ସମୟରେ। ଗୋଟେ ମେଳା ପଡିବ, ଏମିତି ଗୋଟେ ପାଳନ କରିବା। ନାଇଁ କି ଅଣ୍ଡା ଠାରୁ ପଣ୍ଡା ପର୍ଯ୍ୟନ୍ତ ସମସ୍ତେ ଗୋଟେ କଦଳୀ 5 ଟଙ୍କା ଡଙ୍ଗା, କିଏ 16 ଟଙ୍କା ଆଣିକିରି ଶହ ଶହ ହଜାର ହଜାର ଯଦି ଭସେଇବା, ଏଇଟା ଆମ ନିଜ ବଞ୍ଚିବା ବଢିବା ପ୍ରତି ବାଧକ ସୃଷ୍ଟି ହୁଏ।
ଆମର ଜଳ ପ୍ରଦୂଷଣ ଏଥିରେ ହେଉଛି। ଆମେ ନିଜେ ରୋଗଗ୍ରସ୍ତ ହେବା, ଆମର ପଶୁପକ୍ଷୀ ସବୁ ରୋଗଗ୍ରସ୍ତ ହେବେ। ଏହାକୁ ଆମର ଲୋକମାନେ ଟିକେ ବୁଝିବା ଦରକାର ଓ ଆମର ସରକାର ମଧ୍ୟ ଏଥିପ୍ରତି ଟିକେ ସଚେତନ ହେବା ଦରକାର ଯେ ଲୋକମାନେ କେମିତି ଆମର ନଦୀ ନାଳ ପୋଖରୀକୁ କେମିତି ସଫାସୁତୁରା ରଖିବେ। ଏ ପରମ୍ପରା ପର୍ବପର୍ବାଣି ନାଁରେ ଯେମିତି କିଛି ପ୍ରଦୂଷଣ ନ ହୁଏ। ଯେମିତି ଦୀପାବଳିରେ ଆମେ ଗ୍ରୀନ୍ ବାଣ ଫୁଟାଉଛୁ, ଏବେ ଆଉ ସେ ଧୂଆଁ ବାଣ ଆଉ ବ୍ୟବହାର କରୁନୁ। ସେମିତି ଆମର ଏ ଡଙ୍ଗା ଭସା ଉତ୍ସବରେ କେମିତି ନଦୀ ନାଳ ଆଉ ପୋଖରୀ ସବୁ କେମିତି ପରିଷ୍କାର ପରିଚ୍ଛନ୍ନ ରହିବ, ଡଙ୍ଗା ଭସା ଉତ୍ସବ ବି ପାଳନ ହବ। ସେଥିପ୍ରତି ମୁଁ ଯେମିତି କହିଲି ଗୋଟେ ବଡ଼ ବୋଇତ କରି ଆମେ ଏଠି ବସେଇବା। ଆମର ଗାଁର ମୁଖିଆ ମାନେ ସବୁ ରହିବେ, ଝିଅମାନେ ତ ଦୀପ ଜାଳି ଏଠି ବୋଇତକୁ ବନ୍ଦାଣ କରିବେ। ଗୋଟେ ମେଳା ପଡ଼ିବ, ଜିନିଷପତ୍ର ବିକ୍ରି ହବ, ଯେମିତି ବାଲିଯାତ୍ରା ପଡ଼ୁଛି କଟକରେ, ସେମିତି ସବୁ ଗାଁରେ ଯୋଉଠି ନଦୀ ଅଛି ସେମିତି ଗୋଟେ ବଡ଼ ଉତ୍ସବ ପାଳନ ହବ। ନାଇଁ କି ଏମିତି ସମସ୍ତେ ଡଙ୍ଗା ଆଣି ଯେତେ ଲୋକ ସେତେ ଡଙ୍ଗା ଭସେଇଲେ ଆମର ଏ ନଦୀ ନାଳ ପୋଖରୀର ପ୍ରଦୂଷଣ ବହୁତ ମାତ୍ରାରେ ବଢ଼ିଯିବ। ଏହା ଜୀବଜଗତ ପାଇଁ କ୍ଷତିକାରକ। ତେଣୁ ଦର୍ଶକ ବନ୍ଧୁ, ମୁଁ ଏଇଟା ଦେଖିଲି ଯେ ଡଙ୍ଗା ଭସା ପରେ ମୁଁ ଯାଇ ନଦୀ ନାଳ ଦେଖିକିରି ଏ ପରିସ୍ଥିତି ଦେଖି ମୋ ମନକୁ ଆସିଲା, ମୁଁ ଏଇଟା ଆଜି ଆପଣଙ୍କ ପାଖରେ ଉପସ୍ଥାପନା କଲି। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ବହୁତ ମାତ୍ରାରେ ଲାଇକ୍ ଓ ସେୟାର କରିବେ। ଆପଣ ଯଦି ମୋତେ ପ୍ରଥମ ଥର ପାଇଁ ଶୁଣୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ, ଯୋଉଠି ଆପଣଙ୍କୁ ସୁନ୍ଦର ସୁନ୍ଦର ଭିଡ଼ିଓର ନୋଟିଫିକେସନ ଆପଣଙ୍କୁ ପ୍ରଥମେ ମିଳିପାରିବ। ଆଜି ପାଇଁ ରହୁଛି।